नमस्कार सांग माने आपण माने भल अछंती तो मु भल अछि आरो थरो कहि देथली कि मु भल करूची बिली फास्ट फास्ट करछि ना टिके टिके भूल हे जाउची आ मोर आजिर टॉपिक टी होची जे आमे निजे किपरि खुशी रहबा आ आम फैमिली रो समस्त को वा आम फ्रेंड्स समस्त को आमे किपरि खुशी रख परबा एटा होची आजिर हमर टॉपिक। तो मो अनुसारे ଯଦି ଗୋଟେ ମଣିଷ ଆଗେ ନିଜେ ଖୁସି ରହିବ ତାପରେ ଯାଇକି ସେ ସମସ୍ତଙ୍କୁ ଖୁସି ରଖିପାରିବ। ନିଜେ ପଥରେ ଖୁସି ରହିବା ଦରକାର ନା। ମୁଁ ସେଇଆ କରେ। ତ ମୁଁ ଭାବେ କି ଥରେ ଗୋଟେ ଏକ୍ସାମ୍ପଲ ଦେଇ କହୁଛି ମୁଁ ଆପଣଙ୍କୁ ହେଲା। ଗୋଟେ ଝିଅଟେ ଗୋଟେ ଘରେ ଗୋଟେ ଝିଅ ଜନ୍ମ ହୁଏ ସେଟା ସେ ହସୁଥାଏ ଖିଲିଖିଲି ହେଇକି ନାଚୁଥାଏ ନା ସେ ଘରଟା ଖୁସିରେ ପୁରି ଉଠେ ହଁ କି ନାଇଁ। ସେମିତି ଝିଅଟା ବୋହୂ ହେଇଯାଏ ଗୋଟେ ଘରର ବୋହୂ ହେଇଯାଏ ସେମିତି ବୋହୂଟା ସବୁବେଳେ ସେମିତି ହସ ଖୁସି ରହିବ ଆଉ ସେମିତି ଖୁସି ରହିବ ତାକୁ ଦେଖିକି ସବୁ ଖୁସି ରହିବେ ଆଉ ସିଏ ଖୁସି ରହିଲେ ମାନେ ଘରଟା ହିଁ ଖୁସିରେ ପୁରି ଉଠିବ। ସେମିତି ସ୍ତ୍ରୀ ସ୍ତ୍ରୀ ଯେତେବେଳେ ଖୁସି ରହିପାରିବ ନା ନିଜ ତ ସବୁବେଳେ ଖୁସି ରହିବ ନା ତା ସ୍ୱାମୀ କି ସେ ଖୁସି ରଖିପାରିବ। ତେଣୁ ଏଟା ଯଦି ଗୋଟେ ଘରଟା ହିଁ ଘରର ଖୁସିଟା ହିଁ ଡିପେଣ୍ଡ କରୁଛି ଗୋଟେ ସ୍ତ୍ରୀର ବା ନାରୀର ଖୁସି ଉପରେ ସେ ଝିଅ ହଉ କିମ୍ବା ସ୍ତ୍ରୀ ହଉ କିମ୍ବା ବୋହୂ ହଉ କିମ୍ବା ମା ହଉ। ଯଦି ମୁଁ ସବୁବେଳେ ଚିଡଚିଡ ରହିବି ଟେନସନ ରହିବି ମୋ ଫ୍ୟାମିଲି ମତେ ଦେଖିକି ଟେନସନ ରହିଯିବେ ନା। ତ ମୁଁ କଣ କରେ ନା ଯେଉଁ ସିଚୁଏସନ ବି ହଉ ମୁଁ ସବୁବେଳେ ଖୁସି ରହିବା ପାଇଁ ଚେଷ୍ଟା କରେ। କିଛି ବି ହଉ ମାନେ ଧର ଏବେ ମୋ ମନରେ କିଛି ଟେନସନ ଅଛି ତ ଟେନସନ ହେଲେ ବୋଲି ମୋ ଛୁଆ ମାନେ ଏବେ ସ୍କୁଲରୁ ଆସିବେ ଆଉ ମୁଁ ଚିଡଚିଡ ଥିବି ତାଙ୍କୁ କେମିତି ଲାଗିବ। ତେଣୁ ମୁଁ ମୋ ଚିଡଚିଡଟାକୁ ନା ମୁଁ ଗୋଟେ ସେକେଣ୍ଡ ରଖେ ମାଇଣ୍ଡରେ ତାପରେ ଭୁଲିଯାଏ ତାପରେ ସେଟାକୁ ମାନେ ଯଦି କିଛି ପ୍ରୋବ୍ଲେମ ସେ ଆସିଲା ନା ତାକୁ ସଲ୍ୟୁସନ କରିଦିଏ। କେମିତି କଣ କରେ ତାକୁ ସଲ୍ୟୁସନ କରିଦିଏ ତାପରେ ମୁଁ ମୋ ଲାଇଫରେ ପୁଣି ବିଜି ରହିଯାଏ। ଖୁସି ରୁହେ ସେମାନଙ୍କୁ ଖୁସି ରଖେ ମୁଁ ସ୍ମାଇଲ କରେ ମୋ ଛୁଆ ମାନେ ମତେ ଦେଖିକି ସ୍ମାଇଲ କରନ୍ତି। ଆଉ ଯେତେବେଳେ ସିଏ ଆସନ୍ତି ନା ମୋ ହଜବେଣ୍ଡ ଘରକୁ ଆସନ୍ତି ମୁଁ ଏମିତି ସବୁବେଳେ ଆପଣ ଭାବୁଥିବେ ମୁଁ ରିଲ୍ସ ପାଇଁ ଏମିତି ରେଡି ହେଇଛି କି ମାନେ ଭିଡିଓ ପାଇଁ ରେଡି ହେଇଛି ନା ମୁଁ ସବୁବେଳେ ହିଁ ଘରେ ମତେ ଜାଣିଛନ୍ତି ସେମାନେ ଜାଣିଛନ୍ତି ଯେ ମୁଁ ସବୁବେଳେ ହିଁ ଏମିତି ହିଁ ରୁହେ ସବୁବେଳେ ସ୍ମାଇଲିଂ ଚାର୍ମିଂ ସବୁବେଳେ ଏମିତି ରୁହେ ମୁଁ ମତେ ଜାଣିଛନ୍ତି ସେମାନେ ଜାଣିଛନ୍ତି। ତ ମୁଁ ଭାବୁଛି ଯେ ଏମିତି ରହିଲେ କଣ ଜଣେ ଆମକୁ ଦେଖିକି ଖୁସି ରହିପାରିବ ତା ମନ ବି ଖୁସି ରହିବ ଆମ ଫ୍ୟାମିଲିଟା ବି ଖୁସି ରହିବ। ତ ସେଇପାଇଁ ମୁଁ କହୁଛି ଆପଣ ମାନେ ସବୁବେଳେ ଖୁସି ରୁହନ୍ତୁ ଯଦି ବି କିଛି ଅସୁବିଧା ତାକୁ ସର୍ଟ ଆଉଟ କରନ୍ତୁ ଆଉ ନିଜକୁ ସବୁବେଳେ ଖୁସି ରଖନ୍ତୁ। ଆପଣ ଖୁସି ରହିଲେ ଆପଣ ଦେଖିକି ଆପଣ ଫ୍ୟାମିଲିର ସମସ୍ତେ ଖୁସି ରହିବେ। ଏକମତ ଅଛି ଆପଣ ମୋ କଥାରେ ମତେ କମେଣ୍ଟ ସେକ୍ସନରେ କହିବେ। ମତେ କମେଣ୍ଟ ହିଁ କିଛି କରୁନାହାନ୍ତି ମୁଁ ଏତେ ଭିଡିଓ ରିଲ୍ସ ଛାଡୁଛି ଆପଣ ମାନେ ମତେ କିଛି କହୁନାହାନ୍ତି ମତେ ଲାଗୁଛି ବୋଧେ ମୋ ରିଲ୍ସ କିଛି ଭଲ ଲାଗୁନି। ଯଦି କିଛି ଭୁଲ ଅଛି ଆପଣ କୁହନ୍ତୁ ମୁଁ ବି ନୂଆ ନୂଆ ଟ୍ରାଏ କରୁଛି ଆଉ ଆପଣଙ୍କ ଗୋଟେ ଫ୍ୟାମିଲି ବଢିବା ପାଇଁ ଚାହୁଁଛି ଆପଣଙ୍କ ସାଙ୍ଗରେ ବଣ୍ଡିଙ୍ଗ କରିବା ପାଇଁ ଚାହୁଁଛି ବଟ ମୁଁ ହିଁ ଖାଲି କହୁଛି ଆପଣ ମାନେ କିଛି କହୁନାହାନ୍ତି ତ ବଣ୍ଡିଙ୍ଗ କେମିତି ହବ। ପ୍ଲିଜ ଆଉ ଏଇ ଯୋଉ ମୁଁ ଭିଡିଓ ବନଉଛି ଏଇଟା ମୁଁ ମୋ ଇନଷ୍ଟା ଫ୍ୟାମିଲି ସାଙ୍ଗରେ ସେୟାର କରିପାରିବିନି କାରଣ ଇନଷ୍ଟା ଫ୍ୟାମିଲି ଗୋଟେ ରୁଲ୍ସ ଅଛି ନା ଯେ ଏତିକ ସେକେଣ୍ଡର ମାନେ ସର୍ଟ ଭିଡିଓ ସବୁ ଯାଇପାରିବ ତ ଏଇଟା ମୁଁ ମୋ ୟୁଟ୍ୟୁବ ସହିତ ସେୟାର କରିପାରିବି କାରଣ ଏଇଟା ଲଙ୍ଗ ଭିଡିଓ ରହୁଛି ନା ଆଉ ସର୍ଟ ଭିଡିଓ ହିଁ ଇନଷ୍ଟାରେ ଆସିପାରିବ ଆପଣ ମାନେ ଜାଣିଛନ୍ତି ସେଇଟା। ତ ଆପଣ ମାନେ ମୋ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ମୋର ଭିଡିଓ ସେଠି ଯାଇକି ଦେଖନ୍ତୁ ଆଉ ଭଲ ଲାଗୁଛି ଯଦି ଭଲ ଲାଗୁଛି କିଛି କମେଣ୍ଟ କରନ୍ତୁ। ବଣ୍ଡିଙ୍ଗ ଟା କେମିତି ହବ ଯଦି ଆପଣ ମାନେ ମୋ ସାଙ୍ଗରେ କିଛି ସେୟାର ହିଁ ନ କରିବେ ତ ମୁଁ ସେୟାର କରୁଛି ଆପଣ ମାନେ କିଛି ରିପ୍ଲାଏ ଦଉନାହାନ୍ତି ତ ବଣ୍ଡିଙ୍ଗ କେମିତି ଷ୍ଟ୍ରଙ୍ଗ ହବ। ମୁଁ ଚାହୁଁଛି ନା ମୋ ଫ୍ୟାମିଲିରେ ଆପଣଙ୍କୁ ମିଶିବା ପାଇଁ ପ୍ଲିଜ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ଯଦି କିଛି ଭୁଲ ରହୁଛି ମତେ କମେଣ୍ଟରେ କୁହନ୍ତୁ ଆଉ ଭଲ ଲାଗିଲେ ବି ଲାଇକ୍ କରିଦିଅନ୍ତୁ ସେୟାର କରିଦିଅନ୍ତୁ। ରହୁଛି ସମସ୍ତେ ଖୁସି ରୁହନ୍ତୁ। ନମସ୍କାର।